ଇ ଯେ ଏମିତି ଚକ୍ରାନ୍ତ କରିକି ମୋ ପୁଅଟାକୁ ଯେ ମାରିଦେଲେ ସେମାନଙ୍କୁ କଠୋର ପନିଶମେଣ୍ଟ ଦିଅନ୍ତୁ। ମଉଳି ଗଲା ଗରିବ ବାପାର ଶେଷ ଆଶା। ମା ହଜାଇଲା ପୁଅ ଇଞ୍ଜିନିୟର ହେବାର ସବୁ ଭରସା। ହଁ ଆଜ୍ଞା, ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକର ବାଞ୍ଛୋ ଗାଁରେ। ବାପା ଆଲୋକ ପଟ୍ଟନାୟକ, ମା ସସ୍ମିତା ପଟ୍ଟନାୟକ 17 ବର୍ଷୀୟ ବଡ଼ ପୁଅ ପ୍ରଭୁ ପଟ୍ଟନାୟକଙ୍କୁ ହରାଇଛନ୍ତି। ପୁଅକୁ ଇଞ୍ଜିନିୟର କରିବାକୁ ବାପା ବେସରକାରୀ କମ୍ପାନୀରେ କାମ କରି ଯାହା ରୋଜଗାର କରନ୍ତି ସବୁ ଦେଉଥିଲେ। ହେଲେ କିଏ ଜାଣିଥିଲା ଆଶା ଯେ ଆଶାରେ ରହିବ, ଆଉ ଇଞ୍ଜିନିୟର ପଢ଼ୁଥିବା ପୁଅର ମୃତଦେହ ଘରକୁ ଆସିବ। ଆମେ ତ ଗତ ରବିବାର ଦିନ ପିଲାଟି ମୋର ପଢ଼ୁଥିଲା ଢେଙ୍କାନାଳ ବାଜିରାଉତ ଇନଷ୍ଟିଚ୍ୟୁଟ୍ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲା। ଗତ ରବିବାର ଦିନ 2:45 ମୋ ଭାଇ ମୋତେ ଫୋନ୍ କରି କହିଲେ ଯେ ପୁଅ ପାଣିରେ ବୁଡ଼ି ଯାଇଛି, ତୋ ପାଖକୁ କିଛି କଲେଜରୁ ଫୋନ୍ ଆସିଥିଲା କି? ମୁଁ କହିଲି ନାଇଁ, ମୋ ପାଖକୁ ତ କିଛି ଫୋନ୍ ଆସିନି। ମୁଁ କହିଲି କ'ଣ ହେଇଛି କ'ଣ? କହିଲେ ନା ସେ ପାଣିରେ ବୁଡ଼ି ଯାଇଛି। ମୁଁ କହିଲି ଭାଇ, ମୋ ପାଖକୁ କେହି କିଛି ଫୋନ୍ କରିନାହାନ୍ତି, କଲ୍ କରିନାହାନ୍ତି, ମୋ ପୁଅର ଅବସ୍ଥା କ'ଣ ହେଇଛି? ନା ମୁଁ ଯାଉଛି ଦେଖିବି। ତାପରେ ମୁଁ ବାରମ୍ବାର କଲେଜକୁ ଲଗେଇଲି। କଲେଜରେ ଜଣେ ସାର୍ କହିଲେ ମୁଁ ପୁରୀରେ ଅଛି। ତାପରେ ଆଉ ନମ୍ବର ଦେଉଛି, ଆଉ ଜଣଙ୍କ ନମ୍ବର ଦେଲେ, ସେ ନମ୍ବର ଲାଗିଲାନି। ପୁଣି ଗୋଟେ ନମ୍ବର ଦେଲେ, ସେ ନମ୍ବରରେ ଫୋନ୍ କଲି। ସେ ମୋତେ କହିଲେ ନା ଯେଉଁ ତୁରନ୍ତ ଆସ, ନା ତୁରନ୍ତ ପଳେଇ ଆସ, ଆମେ ଆଉ କିଛି କହିପାରିବୁନି, ଆମେ ଜାଣିନୁ। ତେଣୁ ଆମେ ଏଠି ସମସ୍ତେ, ମୁଁ, ମୋ ସ୍ତ୍ରୀ, ମୋ ସାହି ପଡ଼ିଶା ସମସ୍ତେ ଯାଇଥିଲେ। ଖବର ଶୁଣିକି ସବୁ ବ୍ୟତିବ୍ୟସ୍ତ ହୋଇକି ଯାଇଥିଲେ। କିନ୍ତୁ କଲେଜରୁ ମୋ ପୁଅର ଏଭଳିଆ ହାଲ ବିଷୟରେ କେହି ମୋତେ ତାଙ୍କ ତରଫରୁ ଫୋନ୍ କରିନଥିଲେ। ଆମେ ଯେତେବେଳେ ଯାଇକି ଢେଙ୍କାନାଳରେ ପହଞ୍ଚିଲୁ, ମେଡ଼ିକାଲ ଅଛି ବୋଲି କହିଲେ। ତେଣୁ ମେଡ଼ିକାଲକୁ ଆମେ ଡାଇରେକ୍ଟ ଗଲାବେଳକୁ ସେଠି ଆମେ ଜାଣିବାକୁ ପାଇଲୁ ଆମ ପୁଅକୁ ଯେଉଁ ଶବ ରହେ ଯେଉଁ ଘରେ, ସେଇ ଘରେ ପୋଷ୍ଟମର୍ଟମ୍ ଘରେ ରଖାହେଇଛି। ତେଣୁ ଆମେ ସେଠି ଆଉ ସେଦିନ ସେଠି କଲେଜର କେହି ବି ନଥିଲେ ଆଜ୍ଞା। କଲେଜରେ ଆମକୁ ଦେଖେଇବା କି ସାନ୍ତ୍ୱନା ଦେବା ପାଇଁ କେହି ନଥିଲେ ଆଜ୍ଞା। ସେ ତାପରେ ଆମେ ଥାନାକୁ ଗଲୁ ସେ ବିଷୟରେ ଜଣାଇବା ପାଇଁ। ହେଲେ ଥାନାରେ ଆମେ FIR ଦେଲୁ। IIC ସାର୍ ଆମକୁ ତା ପରଦିନ ନେଇକି ଗଲେ ଏନକ୍ୱାରି କରିବା ପାଇଁ। ଆମ ସାମ୍ନାରେ IIC ସାର୍ ପଚାରିଲେ ତାଙ୍କୁ। ସେ ଜଣେ ଲେକ୍ଚର ସାର୍ କହିଲେ କି ନା ସିଏ 5-6 ଜଣ ପାଚେରୀ ଡେଇଁକି ପଳେଇଥିଲେ। କିନ୍ତୁ ତାପରେ ଯେଉଁ IIC ସାର୍ କହିଲେ ଯେଉଁ 5-6 ଜଣ ଯାଇଥିଲେ ତାଙ୍କ ଭିତରୁ ଅନ୍ୟ ପିଲାଙ୍କୁ ଡାକ। ସେ ଅନ୍ୟ ପିଲାମାନେ ଆସିକି କହିଲେ ଆମେ 60-70 ଜଣ ଯାଇଛୁ, ଆଉ ଆମକୁ ପରମିସନ୍ ଦେଇଥିଲେ, ଲାଇନ୍ ନାହିଁ, ଡିଜି ନାହିଁ, ତୁମେ ପାଣି ନାହିଁ, ତୁମେ ଯାଅ ବାହାରେ ଗାଧୋଇବା ପାଇଁ। ଆଜ୍ଞା, ମୋ ପିଲାଟି ଭଲ ଭାବରେ ପହଁରା ଶିଖିଛି। ଯଦି ସେ ପୋଖରୀରେ ବୁଡ଼ିଲା କେମିତି? ତାପରେ ମୋର ବିନା ପରମିସନରେ ସେମାନେ ପୋଖରୀକୁ ଗାଧୋଇବାକୁ ଛାଡ଼ିଲେ କାହିଁକି? ଯେଉଁଠି ଗୋଟେ ଯେଉଁ ହଷ୍ଟେଲ ଅଛି, ସେ ହଷ୍ଟେଲର ସବୁ ସୁରକ୍ଷା ଥାଇ ସୁରକ୍ଷା ବିହୀନ କାମ କଲେ କାହିଁକି? ମୋ ପିଲାଟିକି ସେମାନେ ବାହାରକୁ ଛାଡ଼ିଲେ କାହିଁକି? ମୁଁ ତ ୱାର୍ଡେନ୍ ସାର୍ଙ୍କୁ ବାରମ୍ବାର ରିକ୍ୱେଷ୍ଟ କରିଥିଲି ମୋ ପିଲାକୁ ବାହାରକୁ ଛାଡ଼ିବା ପୂର୍ବରୁ ମୋର ପରମିସନ୍ ନେବେ। ମୁଁ ଏବେ ଚାହୁଁଛି, ମୁଁ ସରକାର ପାଖରେ ଅନୁରୋଧ କରୁଛି, ମୋ ଛୁଆଟିକୁ ସେମାନେ ମାରି ଦେଇଛନ୍ତି, ଏହାର ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ, ଯେମିତିକି ମୋ ଭଳିଆ ଦୁଃଖ ଅନ୍ୟ କେଉଁ ବାପା ମାଆ ମାନେ ନ ପାଆନ୍ତୁ, କି ତାଙ୍କର ଏ କ୍ଷୟକ୍ଷତି ନ ହେଉ। ଏତିକି ମୁଁ ସରକାରଙ୍କ ପାଖରେ ହାତ ଯୋଡ଼ିକି ନିବେଦନ କରୁଛି ଏବଂ ତାଙ୍କର ଗୋଡ଼ ହାତ ଧରିକି ବି କରୁଛି। ଉପଯୁକ୍ତ ତାର ତଦନ୍ତ କରି ଦୋଷୀକି କଠୋର ଦଣ୍ଡ ଦିଆଯାଉ। ମୋର ଗୋଟିଏ କ୍ୱେଶ୍ଚନ୍ ହେଉଛି ଯେ ସେଠି ଯେ ପ୍ରିନ୍ସିପାଲ କି ଗାର୍ଡ଼ିଆନ୍ ମାନେ କ'ଣ ସେଠି କ'ଣ ଇଂଲିଶରେ କ'ଣ କହୁଛନ୍ତି? ମୁଁ ଏତେ ଇଂଲିଶରେ ଏତେ ମୁଁ କହିପାରେ ନାହିଁ, ମାନେ ମୋ ଭାଷାରେ ମୁଁ କହୁଛୁ ଯେ ଜିନିଷଟା ସେଠି ଯଦି ନେଲ, ତମେ ସେଠି ଜଗିବାରେ ଥିଲା କ'ଣ ନା 5 ଜଣ କହୁଥିଲେ, ତାପରେ କହିଲେ ନା 50 ଜଣ ଆସୁଛନ୍ତି ଗାଧୋଇବା ପାଇଁ। ଯଦି 50 ଜଣ ପିଲାମାନେ ଗଲେ, ସେଠି ତ ସାର୍ ଜଣେ ଗୋଟେ ଯିବା କଥା ଥିବ। ଜଣେ ଜଣକା ଗାଧେଇଲେ ପୋଖରୀରେ, ଜଣେ ଜଣକାକୁ ଛାଡ଼ିବ ଯେ କେତେ ଜଣ ଗଲେ। ଯଦି ପୋଖରୀର ମୋ ପୁଅଟା ବୁଡ଼ିଗଲା, ସେ ତ ଚିତ୍କାର ହୋଇକି ଡାକୁଥିବ ମୋତେ ବଞ୍ଚାଅ ବଞ୍ଚାଅ ବୋଲି। ସେଠି କ'ଣ ସାର୍ ମାନେ କେହି ଥିଲେନି, କି ଛୁଆମାନେ ବି ଥିଲେନି? ଆମେ ହେଲେ ଗରିବ ଲୋକ, ହେଲେ ଆମ ପାଖରେ ଟଙ୍କା ସମ୍ପତ୍ତି କିଛି ନାହିଁ। ଆମେ ସରକାରକୁ ଆମେ କହୁଛେ ଯେ ମୋ ପୁଅ ପାଇଁ ମୋତେ ଗୋଟେ ନ୍ୟାୟ ଟିକେ ଦିଅନ୍ତୁ। ଇ ଯେ ଏମିତି ଚକ୍ରାନ୍ତ କରିକି ମୋ ପୁଅଟାକୁ ଯେ ମାରିଦେଲେ ସେମାନଙ୍କୁ କଠୋର ପନିଶମେଣ୍ଟ ଦିଅନ୍ତୁ। ଆଜି ମୋ ପିଲା ବୋଲି ମୁଁ କହୁନି, ସେଠି 100 ବାପା ମାଆ ମାନେ ଛାଡ଼ିଛନ୍ତି, ତାଙ୍କ ପିଲାର ଅବସ୍ଥା ଏମିତି ହେବ। ସେମାନେ ଯେ ମୋତେ ଯେମିତି ଭଗବାନ ଦୁଃଖ ଦେଲେ, ଆଉ କେମିତି କାହାକୁ ଦୁଃଖ ନ ଦିଅନ୍ତୁ। ସୂଚନା ଅନୁସାରେ ଘଟଣାଟି ଘଟିଛି ଗତ 2 ତାରିଖ ରବିବାର ଦିନ। 17 ବର୍ଷୀୟ ପୁଅ ପ୍ରୀତି ପ୍ରଭୁ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁରରେ ଥିବା ବାଜିରାଉତ ଇଞ୍ଜିନିୟରିଂ କଲେଜ ଅଫ୍ ଟେକ୍ନୋଲୋଜିରେ ପାଠ ପଢ଼ୁଥିଲେ। ସେଦିନ ରବିବାର ଥିବାରୁ ଗାଧୋଇବା ପାଇଁ ପାଣି ହଷ୍ଟେଲରେ ନଥିଲା, ଆଉ ପିଲାମାନେ ଗାଧୋଇବାକୁ ପାଣି ନ ପାଇବାରୁ
ଷାଠିଏରୁ ଊର୍ଦ୍ଧ୍ୱ ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ପ୍ରଭୁଙ୍କ ସହିତ କ'ଣ ହୋଇଥିଲା ତାହା ଏବେ ମଧ୍ୟ ଅସ୍ପଷ୍ଟ ଥିବାରୁ ବାପା ଆଲୋକ କଲେଜର ଅବହେଳା ପାଇଁ ପୁଅ ମରିଥିବା ଥାନାରେ ଅଭିଯୋଗ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଉକ୍ତ ଇଞ୍ଜିନିୟରିଂ କଲେଜ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଅସନ୍ତୋଷ ଦେଖାଦେଇଛି। ମୃତ୍ୟୁର କାରଣ ପରିବାରକୁ ନ ଜଣାଇଥିବାରୁ ବାପା ଆଲୋକ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସ୍ଥିର କରିଛନ୍ତି ଏବଂ ନ୍ୟାୟ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ବଞ୍ଚ ଗ୍ରାମ ପଞ୍ଚାୟତ ପିଲାଟି ଆମର ଢେଙ୍କାନାଳ ଗୋବିନ୍ଦପୁରା ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରୁଥିଲା। ଥାର୍ଡ଼ ସେମିଷ୍ଟାରରେ ସେ ପରୀକ୍ଷା ଦେଉଥିଲା। ଗତ ରବିବାର ଏକ ପୋଖରୀରୁ ଉଦ୍ଧାର କରାଗଲା ଯେ ମୃତ ଅବସ୍ଥାରେ। ଆମର ସବୁ ସନ୍ଦେହ, ଗାଁରେ ଦୁଃଖ, ବହୁତ ଦୁଃଖ, କାହିଁକିନା ସେ ପିଲା ପଢ଼ାଇଥିଲା ଯେ ସେ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବ, ଏ ଦେଶର ନାଁ ରଖିବ। ଏଇ ଯେଉଁ ଗୋବିନ୍ଦପୁର ଯେଉଁ କଲେଜ ଇଞ୍ଜିନିୟରିଂ କଲେଜ ଦାୟିତ୍ୱହୀନତା ପାଇଁ ଆଜି ସେ ପିଲାଟି ମୃତ୍ୟୁମୁଖରେ ପଡ଼ିଯାଇ ମରିଯାଇଛି। ଏଥିପାଇଁ ଆମେ ସମସ୍ତେ ପଞ୍ଚାୟତବାସୀ, ଗାଁବାସୀ, ତାର ସାଙ୍ଗସାଥି ସମସ୍ତେ ଭାରି ମ୍ରିୟମାଣ। ମୁଁ ସରକାରଙ୍କୁ ନିବେଦନ କରିବି, ଏହା ଏକ ଷଡ଼ଯନ୍ତ୍ର କରାଯାଇ ତାକୁ ମାରି ଦିଆଯାଇଛି ବୋଲି ଆମର ସନ୍ଦେହ। କାରଣ ତା 2 ଦିନ ପୂର୍ବରୁ ତା ସହପାଠୀମାନଙ୍କ ସହିତ କ୍ରିକେଟ ଖେଳକୁ ନେଇ ତାର ଗଣ୍ଡଗୋଳ ହୋଇଥିଲା। କିନ୍ତୁ ହଠାତ୍ 60 ପିଲା ଯାଇଥିଲେ ଗାଧୋଇ, ତାଙ୍କ ଆମେ ଯାହା ସୂଚନା 60 ପିଲା ଗାଧୋଇ ଯାଇଥିଲେ। ତାଙ୍କର କୌଣସି ଆଟେଣ୍ଡାନ୍ସ ଯାଇନଥିଲେ, ଟିଚରମାନେ ଯାଇନଥିଲେ। ପଦାକୁ ଗଲେ କେମିତି? ଯେ ଗୋଟେ କଲେଜରୁ ପଦାକୁ ସେମାନେ ଗଲେ, ତାଙ୍କର ଯେଉଁମାନେ ଅଧ୍ୟାପକ କିମ୍ବା ଆଟେଣ୍ଡାନ୍ସ କିମ୍ବା ସ୍କୁଲ କର୍ତ୍ତୃପକ୍ଷ ସେମାନେ କେହି ଜାଣିନାହାନ୍ତି। ତେଣୁକରି ଏହା ତଦନ୍ତ ସାପେକ୍ଷ ନିଶ୍ଚିନ୍ତ। ଯେ ଆଜିକାଲି ଯୁଗରେ ଯେ ସେମାନେ ଆଇନକୁ ନିଜ ହାତକୁ ନେଇଯାଉଛନ୍ତି, ଦେଇକି ତାକୁ ଅନ୍ୟ ବାଟ ରୂପ ଦେଖାଇ ଦେଉଛନ୍ତି। ତେଣୁକରି ଆମର ପ୍ରଥମ ଡିମାଣ୍ଡ ରହୁଛି ଯେ ଏହାର ସତ୍ୟାସତ୍ୟ ତଦନ୍ତ ହେଉ, ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଉ। ଯେ ବାହାରୁ ଯାଇ ପିଲାମାନେ ଯେଉଁ କଲେଜରେ ପଢ଼ୁଛନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ। ଆମେ ଏଠି ଟେଲିଫୋନ୍ ପାଇଲୁ 2:30 3ଟା ବେଳେ ଯେ କ'ଣ ଜଲ୍ଦି ଆସ। ତା ବାପାକୁ ଫୋନ୍ କରିକି କହିଲେ କଲେଜ କର୍ତ୍ତୃପକ୍ଷ, କିଏ ଆମେ ଜାଣିନୁ କହିଲେ। କିନ୍ତୁ ଆମେ କିଛି କ'ଣ ହେଇଛି ନା ଦେହ ଖରାପ ହେଇଛି କି କ'ଣ ହେଇଛି କିଛି କହିଲେ ନାହିଁ। ଆମେ ସେଠୁ ସନ୍ଦେହରେ ସବୁ ଦୌଡ଼ିଲୁ। ଯାଇକି ପହଞ୍ଚିଲା ବେଳକୁ ଆମେ କହିଲୁ ମେଡ଼ିକାଲରେ ଦେଖିଲୁ ଯେ କେହି ତାଙ୍କର କଲେଜ କର୍ତ୍ତୃପକ୍ଷ କେହି ନାହାନ୍ତି। ଆମେ ଶୁଣିବାକୁ ବାହାରୁ ପାଇଲୁ ଯେ ସେ ପିଲାଟିର ପୋଷ୍ଟମର୍ଟମ୍ କାଲି ହେବ। ତାମାନେ ତାର ଡେଥ୍ ହେଇଯାଇଛି। କେମିତି ଡେଥ୍ ହେଇଛି, କ'ଣ ହେଇଛି, ସେ ବିଷୟରେ ଆମକୁ କେହି କିଛି କହିଲେ ନାହିଁ। ସେଇଠି ଆମେ ବହୁତ ସମୟ ଅପେକ୍ଷା କରି କରି ଫେରିଲୁ। ଥାନାରେ ଇନଫର୍ମ କଲୁ, FIR ଦେଲୁ। FIR ଦେଲା ପରେ ସକାଳୁ ପୋଲିସ ତାଙ୍କର ଗଲେ ସେଠିକି, ଯାଇକିରି ଦେଖିଲେ କ'ଣ ଫିଲ୍ଡ ସବୁ କଲେ। କଲା ପରେ ପୁଣି ଦିନ 1ଟା ବେଳକୁ ଡକ୍ଟର ଆସିଲେ, ତାକୁ ପୋଷ୍ଟମର୍ଟମ୍ କଲେ। ପୋଷ୍ଟମର୍ଟମ୍ କଲା ପରେ କ'ଣ ରିପୋର୍ଟ ଦେବେ କହିଲେ। କିନ୍ତୁ ଆମେ ଜାଣିନୁ ସେ ସମ୍ପୃକ୍ତରେ କିଛି ଆମେ ଜାଣିନୁ। କେମିତି ସେ ମରିଛି ଆମେ କୌଣସି ଆଭାସ ବି ସେଠି ପାଇଲୁ ନାହିଁ। କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ଅନିଚ୍ଛୁକ। ଆମେ ଆଜ୍ଞା ସେଟା କହିପାରିବୁ ନାହିଁ, ଆମେ ଜାଣିନାହୁଁ। କିନ୍ତୁ ତାଙ୍କ କଲେଜ କର୍ତ୍ତୃପକ୍ଷ ତାଙ୍କ ଓନରକୁ ଫୋନ୍ କଲାବେଳକୁ ସୁଇଚ୍ ଅଫ୍। ପ୍ରିନ୍ସିପାଲ୍ କେହି ତାଙ୍କର ଷ୍ଟାଫ୍ ମୁହଁ ଖୋଲିବାକୁ ନାରାଜ। ତେଣୁ କେମିତି ମଲା ସେ କଥା ଆମେ ବି ଜାଣିନୁ। ପାଣିରେ ମଲା କି ତାର କିଏ ମାରିଦେଲେ ସେଟା ଆମେ କହିପାରୁନୁ। ପ୍ରକୃତ ନ୍ୟାୟ ମିଳୁ। ଆମର ଏତେ ବଡ଼ ପୁଅ ଯାଇଛି, ଆମକୁ ପ୍ରକୃତ ନ୍ୟାୟ ମିଳୁ। ଆଉ କେମିତି ସେ ମଲା ଆମର ଜାଣିବା ଦରକାର। ହାଟଡି ବ୍ଲକର ବଞ୍ଚ ଗାଁର ଗୋଟେ ଅଭାବନୀୟ ପରିସ୍ଥିତି ଘଟିଯାଇଛି, ଯାହାକି ଗୋଟିଏ ପିଲା ଇଞ୍ଜିନିୟରିଂରେ ସଫଳତା ପାଇ ଗୋଟେ ଇଞ୍ଜିନିୟର ହେବ ବୋଲି ଗରିବ ବାପଟେ ଇଚ୍ଛା ରଖିଥିଲା। ଦୁଃଖଦ ଘଟଣା ଘଟିଛି। ଛୁଆ ବାଜି ରାଉତ ଇଞ୍ଜିନିୟରିଂ ଟେକ୍ନୋଲୋଜି କଲେଜର ଗୋବିନ୍ଦପୁର ଢେଙ୍କାନାଳରେ ପାଠ ପଢ଼ୁଥିଲା। 3ୟ ସେମିଷ୍ଟାରର ପରୀକ୍ଷା ସରିଛି। ପାଖାପାଖି 2-3 ଦିନ ଭିତରେ ଘରକୁ ଆସିବାର ଥିଲା। ଯାହା ସୂଚନା ମିଳୁଛି, ପିଲାମାନଙ୍କୁ ସ୍କୁଲ କଲେଜର ଅବ୍ୟବସ୍ଥା ଏବଂ ଡିଜି ନଥିବା ଏବଂ ପାଣିର ଅବ୍ୟବସ୍ଥା ପାଇଁ ପୋଖରୀକୁ ଗାଧୋଇବାକୁ ନିଆଯାଇଥିଲା। ସେଠାରେ 50ରୁ ଊର୍ଦ୍ଧ୍ୱ ପିଲା ପୋଖରୀରେ ଗାଧୋଉଥିଲା ବେଳେ ପ୍ରୀତିପ୍ରଭୁ ନାମକ ବଞ୍ଚର ଗୋଟିଏ 17 ବର୍ଷର ଯୁବକ ସେ ପ୍ରାଣ ହରାଇଛି। ଯାହାକି 17 ବର୍ଷର ଗୋଟିଏ ପୁଅକୁ ଛୋଟରୁ ବଡ଼ କରି ଗୋଟିଏ ଗରିବ ବାପ
ବର୍ତ୍ତମାନ ଦୁଃଖରେ କୋହଭରା କଣ୍ଠରେ ରହିଛି, ଅପେକ୍ଷା କରିଛି କେମିତି ତା ପୁଅ ମଲା ତାକୁ ଜାଣିବା ପାଇଁ। ଏଥିରେ କଲେଜ କର୍ତ୍ତୃପକ୍ଷ ନା କିଛି ଘଟଣାର ସୂଚନା ଦେବା ପାଇଁ ଚାହୁଁଛନ୍ତି, ପୁଲିସ ମଧ୍ୟ କିଛି ମୁହଁ ଖୋଲୁନାହିଁ। ତେଣୁ ବର୍ତ୍ତମାନ ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ଜିଲ୍ଲା, ଏଠି ଗୋଟିଏ ଗରିବ ପିଲା ନ୍ୟାୟ ପାଇବା ନିହାତି ଦରକାର। କାରଣ ଢେଙ୍କାନାଳ ଜିଲ୍ଲାରେ ଯେତେବେଳେ ପାଠ ପଢ଼ିବା ପାଇଁ ଶିକ୍ଷିତ ହେବା ପାଇଁ ଗୋଟିଏ ଯୁବକ ଯାଉଛି ଏବଂ ପ୍ରାଣ ହରାଉଛି, ତେଣୁ ଇଞ୍ଜିନିୟରିଂ କଲେଜରେ କିପରି ଭାବରେ ପିଲାମାନଙ୍କୁ ସୁରକ୍ଷିତ କରାଯାଉଛି ତାହା ବର୍ତ୍ତମାନ ସରକାରଙ୍କର ବଡ଼ ଦାୟିତ୍ୱ ରହିଛି। ଏବଂ ଏହି କଥାକୁ ଲୋକଲୋଚନକୁ ଆଣି ଏହି ଗରିବ ବାପାଙ୍କର ଯେଉଁ କୋହ ରହିଛି, ତା ପୁଅ କେମିତି ଗଲା, 17 ବର୍ଷର ପୁଅ, ତାକୁ ମଧ୍ୟ ଜାଣିବାର ରହିଛି। ହାଟଡିରୁ ବିଭୂତି ଭୂଷଣ ଜେନାଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।